ସମସ୍ତଙ୍କୁ ନମସ୍କାର। ଆଜି ଆମେ କଣ୍ଟିନ୍ୟୁଅସ୍ କମ୍ପ୍ରିହେନ୍ସିଭ୍ ଇଭାଲୁଏସନ୍ ବିଷୟରେ ଜାଣିବା, ଯାହାକି ନିରନ୍ତର ଓ ସାମଗ୍ରିକ ମୂଲ୍ୟାୟନ ବୋଲି କହିଥାଉ। ତ ଭିଡିଓ ଷ୍ଟାର୍ଟ କରିବାର ଆଗରୁ ସମସ୍ତଙ୍କୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ କରିବାକୁ ଅନୁରୋଧ। ତ ପ୍ରଥମେ ଆମେ ଜାଣିବା କଣ୍ଟିନ୍ୟୁଅସ୍ କମ୍ପ୍ରିହେନ୍ସିଭ୍ ଇଭାଲୁଏସନ୍, ଯାହାକୁ ଆମେ CCE ବୋଲି କହିଥାଉ। ଏହା ଦି ପ୍ରକାର, ଗୋଟେ ହେଲା କଣ୍ଟିନ୍ୟୁଅସ୍, ଯୋଉଟା ମାନେ ନିରନ୍ତର ଚାଲିଥାଏ, ଆଉ ଗୋଟେ ହେଲା କମ୍ପ୍ରିହେନ୍ସିଭ୍, ଯୋଉଟା ମାନେ ସାମଗ୍ରିକ ବିକାଶ, ଯାହାକୁ ଚାଲିଥାଏ। ଏବେ ଦେଖିବା ପ୍ରଥମେ ନିରନ୍ତର ମୂଲ୍ୟାୟନ, ଯାହାକୁ ଆମେ କହୁ କଣ୍ଟିନ୍ୟୁଅସ୍ ଇଭାଲୁଏସନ୍। ତ ଏହି ମୂଲ୍ୟାୟନ କଣ, ଶିକ୍ଷା ବର୍ଷର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚାଲିଥାଏ ହେଲା। ତାପରେ ପାଠ ପଢାଇବା ସମୟରେ ବା ପ୍ରତି ୟୁନିଟ୍ ଶେଷରେ ପିଲାଙ୍କୁ ପ୍ରଶ୍ନ ପଚାରି ବା ଛୋଟ ଟେଷ୍ଟ ନେଇକି ଆମେ ଏହି ମୂଲ୍ୟାୟନଟା କରିଥାଉ, ଯାହାକୁ ଆମେ କଣ କହିଥାଉ, ଗଠନମୂଳକ ବା ଫର୍ମେଟିଭ୍ ଆସେସମେଣ୍ଟ ବୋଲି କହିଥାଉ। ଦେଖ, ଆମେ ୟୁନିଟ୍ ଟେଷ୍ଟ ପ୍ରତି ଅଧ୍ୟାୟ ପରେ ଛୋଟ ପରୀକ୍ଷାଟିଏ କରିଥାଉ। କ୍ୱିଜେସ୍ ଆଉ ଓରାଲ କ୍ୱେଶ୍ଚନ ମାନେ ଶ୍ରେଣୀ ଗୃହରେ ମୌଖିକ ପ୍ରଶ୍ନ ଉତ୍ତର କରିବା ପାଇଁ କରିଥାଉ। ତାପରେ ଆସାଇନମେଣ୍ଟ, ବିଭିନ୍ନ ପ୍ରକାର କାର୍ଯ୍ୟାବଳୀ ବା ପ୍ରୋଜେକ୍ଟ ଦେଇଥାଉ। ତାପରେ ଶିକ୍ଷକ ନିଜେ ଅବଜରଭେସନ କରିକି ପିଲାର ଦୈନନ୍ଦିନ ଶୈଳୀକୁ ନିରୀକ୍ଷଣ କରିଥାଏ। ତା ସହ କଣ, ଆମେ ସେ ପ୍ରବେଶ ପରୀକ୍ଷା କରିଥାଉ, ସେଇଟା ବି ଗୋଟେ ନିରନ୍ତର ମୂଲ୍ୟାୟନ ହେଲା। ତାପରେ ଦେଖ, ଶିକ୍ଷାର୍ଥୀର ଦୋଷ ଦୁର୍ବଳତାକୁ ଚିହ୍ନଟ କରିବା, ସେଥିପାଇଁ ବି ଆମେ କଣ ନିରନ୍ତର ମୂଲ୍ୟାୟନ କରିଥାଉ। ସେଇ ଦୋଷ ଦୁର୍ବଳତା ଆମେ ଚିହ୍ନଟ କରି ତାକୁ ଆମେ ସଂଶୋଧନ କରିବା ପାଇଁ ପୁଣି ଥରେ ପଢାଇଥାଉ, ଯାହାକୁ ଆମେ କଣ ରେମେଡିଆଲ ଟିଚିଂ ବୋଲି କହିଥାଉ ହେଲା। ତାପରେ ଏହି ନିରନ୍ତର ମୂଲ୍ୟାୟନର କିଛି ଲାଭ ବା ବେନିଫିଟ୍ସ ବି ରହିଛି। ଏହା ଦ୍ୱାରା କଣ ହୁଏ, ଭୟ ଦୂର ହୋଇଥାଏ, ମାନେ ପିଲାର ଯୋଉ ପରୀକ୍ଷା ପ୍ରତି ଭୟ ଥାଏ ତାହା କଣ ହବ, ଦୂର ହବ। ବର୍ଷ ଶେଷ ବା ବଡ ପରୀକ୍ଷାରେ ଯୋଉ ଚାପ ରହିଥାଏ ବା ଭୟକୁ, ତାହା କମାଇବାରେ ଏହି ପରୀକ୍ଷାଟା ମାନେ ସାହାଯ୍ୟ କରିଥାଏ। ତା ସହ ତୁରନ୍ତ ଫିଡବ୍ୟାକ୍ ବି ମିଳିଥାଏ, ପିଲାଟି ନିଜର ଭୁଲ ସଙ୍ଗେ ସଙ୍ଗେ ଜାଣି ପାରିଥାଏ ଆଉ ସେଥିରେ ସୁଧାର ଆଣିବା ପାଇଁ ନିଜେ ଚେଷ୍ଟା କରିଥାଏ। ତା ସହ ଶିକ୍ଷକଙ୍କ ପାଇଁ ସହାୟକ ହେଇଥାଏ, କାରଣ ଶିକ୍ଷକ ଜାଣିପାରନ୍ତି ଯେ ତାଙ୍କର ପଢାଇବା ଶୈଳୀ ବା ତାଙ୍କର ଦକ୍ଷତା ପିଲାଙ୍କୁ ବୁଝି ପଡୁଛି କି ନାହିଁ, ତାହା ସେ ଜାଣିପାରନ୍ତି ହେଲା। ଏହା ହେଉଛି ନିରନ୍ତର ମୂଲ୍ୟାୟନ। ନେକ୍ସଟ ପଢିବା ସାମଗ୍ରିକ ମୂଲ୍ୟାୟନ, ଯାହାକୁ ଆମେ କମ୍ପ୍ରିହେନ୍ସିଭ୍ ଇଭାଲୁଏସନ୍ କହୁଛୁ। ଏହି ମୂଲ୍ୟାୟନର ଲକ୍ଷ୍ୟ ହେଲା ଶିକ୍ଷାର୍ଥୀର ଜ୍ଞାନାତ୍ମକ, ଭାବାତ୍ମକ ଓ କ୍ରିୟାତ୍ମକ ବିକାଶର ସାଧନ କରିବା। ତ ଏହି ସାମଗ୍ରିକ ମୂଲ୍ୟାୟନ ବା କମ୍ପ୍ରିହେନ୍ସିଭ୍ ଇଭାଲୁଏସନ୍, ଏହା ଦି ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଲା ବୌଦ୍ଧିକ ଦିଗ, ଯାହାକୁ ସ୍କୋଲାଷ୍ଟିକ୍ ଡେଭଲପମେଣ୍ଟ ବୋଲି କୁହାଯାଏ, ଆଉ ଗୋଟେ ହେଲା ଅଣବୌଦ୍ଧିକ ଦିଗ, ଯାହାକୁ ସ୍କୋଲାଷ୍ଟିକ୍ ଡେଭଲପମେଣ୍ଟ ବୋଲି କୁହାଯାଏ। ତ ଦେଖ, ସ୍କୋଲାଷ୍ଟିକ୍ ଡେଭଲପମେଣ୍ଟ କଣ, ଯାହା ସିଧାସଳଖ ପିଲାଟିର ମାନସିକ ଦକ୍ଷତା ଓ ପାଠ୍ୟପୁସ୍ତକ ସହ ଜଡିତ, ଯେପରି ଗଣିତ, ବିଜ୍ଞାନ, ଭାଷା, ଓଡ଼ିଆ, ଇଂରାଜୀ ଏବଂ ସାମାଜିକ ବିଜ୍ଞାନ। ତା ସହ ଏହାର ଲକ୍ଷ୍ୟ ହେଲା କଣ, ପିଲାଟି ବିଷୟବସ୍ତୁକୁ କେତେ ଭଲ ଭାବରେ ବୁଝିଛି ଏବଂ ମନେ ରଖିଛି ତାହା ଯାଞ୍ଚ କରିବା ପାଇଁ ଏହି ସ୍କୋଲାଷ୍ଟିକ୍ ଡେଭଲପମେଣ୍ଟ ବା ସାମଗ୍ରିକ ମୂଲ୍ୟାୟନ ସାହାଯ୍ୟ କରିଥାଏ। ତ ଏହାକୁ ଆମେ କିପରି, ମାନେ ବୌଦ୍ଧିକ ଦିଗକୁ କିପରି ମାପିଥାଉ ବା ମୂଲ୍ୟାୟନ କରିଥାଉ, ତାହାକୁ ଆମେ ଫର୍ମେଟିଭ୍ ଆସେସମେଣ୍ଟ ବା ସमेଟିଭ୍ ଆସେସମେଣ୍ଟ ସାହାଯ୍ୟରେ ଆମେ ଏହି ବୌଦ୍ଧିକ ଦିଗକୁ ଆମେ ମାପ କରିଥାଉ। ତ ତାହାର ଉଦାହରଣ ହେଲା, ଦେଖ, ଗଣିତରେ ଭଲ ନମ୍ବର ରଖିବା, ମାନେ ପିଲାଟି ଗଣିତରେ ଭଲ ନମ୍ବର ରଖିଲା, ତ ଏହା ହେଉଛି ତାର ବୌଦ୍ଧିକ ଦିଗ ହେଲା। ଏବେ ଜାଣିବା ଅଣବୌଦ୍ଧିକ ଦିଗ, ଯାହାକୁ ଆମେ ସ୍କୋଲାଷ୍ଟିକ୍ ଡେଭଲପମେଣ୍ଟ କହିଥାଉ, ଯାହା ପିଲାଟିର ବ୍ୟକ୍ତିତ୍ୱ, ଆଚରଣ ଓ ପାଠ ବାହାରେ ଥିବା ଦକ୍ଷତା ଉପରେ ଗୁରୁତ୍ୱ ଦେଇଥାଏ, ଯେପରି ଜୀବନ କୌଶଳ, ଲାଇଫ ସ୍କିଲ୍ ଏଜୁକେସନ, ଯୋଉଟା କି ଆମେ ସମସ୍ୟା ସମାଧାନ କରିବା ପାଇଁ, ତାପରେ ପିଲାର ଆତ୍ମବିଶ୍ୱାସ, ନିୟମବର୍ତ୍ତିତା, ସହଯୋଗ, ତାପରେ ଦାୟିତ୍ୱବୋଧ ଏବଂ ସାମାଜିକ ସମ୍ପର୍କ, ଏଇଟା ହଉଛି କଣ, ତାର ଜୀବନ କୌଶଳ। ତାପରେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ, ଯୋଉଟା ମାନେ ଅଣବୌଦ୍ଧିକ କ୍ଷେତ୍ରରେ ଆସିବ, ଯୋଉଟା ଖେଳକୁଦ, ଯୋଗ, ଅଭିରୁଚି, ଭାତୃଭାବ, ଜାତୀୟ ସଂଗତି, ସ୍ୱାସ୍ଥ୍ୟ ସଚେତନା, ଏଇଟା ସବୁ ଅଣବୌଦ୍ଧିକ ଦିଗ। ତା ସହ କଲା, ସୃଜନଶୀଳତା, ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ, କାରୁକାର୍ଯ୍ୟ, କ୍ରୀଡ଼ା, ଏଇଟା ସବୁ ତାର ଅଣବୌଦ୍ଧିକ ଦିଗରେ ଏଇ ସବୁ ଯାଉଛି। ତ ଏହାର ମନୋଭାବ ଆଉ ମୂଲ୍ୟବୋଧ କଣ ରହିଛି, ଦେଖ, ନିଜ ସାଙ୍ଗ
ଶିକ୍ଷକ ଏବଂ ପରିବେଶ ପ୍ରତି ପିଲାର ଦୃଷ୍ଟିକୋଣ ମାନେ ଜଣା ପଡିବ ଏଠାରେ ହେଲା। ତା ସହ ଏଇଟା ହେଲା କଣ ସାମଗ୍ରିକ ମୂଲ୍ୟାୟନ କମ୍ପ୍ରିହେନ୍ସିଭ ଇଭାଲୁଏସନ ର ବୌଦ୍ଧିକ ଅଣବୌଦ୍ଧିକ ଦିଗ। ଏବେ ନେକ୍ସଟ ଦେଖିବା ନିରନ୍ତର ସାମଗ୍ରିକ ମୂଲ୍ୟାୟନ ଆବଶ୍ୟକତା କଣ ରହିଛି। ଏହାର ଆବଶ୍ୟକତା ହେଲା ଶିକ୍ଷାର୍ଥୀର କ୍ରମିକ ପ୍ରଗତି ବା ପ୍ରୋଗ୍ରେସ ରିପୋର୍ଟ ଯୋଉଟା କହୁଥିବା ଜାଣିବାକୁ ସାହାଯ୍ୟ ହୋଇଥାଏ ଓ ସେଇ ପ୍ରୋଗ୍ରେସ ରିପୋର୍ଟ ଅନୁଯାୟୀ ଆମେ ତାର ଦୋଷ ଦୁର୍ବଳତାକୁ ଚିହ୍ନି ପ୍ରତିକାର ଶିକ୍ଷା ବ୍ୟବସ୍ଥା କରିଥାଉ ହେଲା। ତାପରେ ନିର୍ଦ୍ଦିଷ୍ଟ ବୟସର ଶିକ୍ଷାର୍ଥୀ ପାଇଁ ପାଠଟି କଠିନ କି ସହଜ ଏହି ମୂଲ୍ୟାୟନ ଦ୍ୱାରା ଆମେ ତାହା ଜାଣିଥାଉ। ତାପରେ ହେଲା ଶିକ୍ଷଣ ଆମେ ଯୋଉ ବିଷୟ ବସ୍ତୁ ପଢାଇବା ଆଗରୁ କଣ ନେଇଥାଉ ମାନେ ଗୋଟେ ଲକ୍ଷ୍ୟଟେ ନେଇକି ଆମେ ଶିକ୍ଷଣ ଆରମ୍ଭ କରିଥାଉ। ତ ସେହି ଶିକ୍ଷଣ ଲକ୍ଷ୍ୟଟି ନିର୍ଦ୍ଦିଷ୍ଟ ସମୟ ଭିତରେ ଲକ୍ଷ୍ୟ ହାସଲ ହେଲା କି ନାହିଁ ତାହା ଜାଣିବା ପାଇଁ ଆମେ ଏହି ନିରନ୍ତର ବା ସାମଗ୍ରିକ ମୂଲ୍ୟାୟନ ଆବଶ୍ୟକତା କରିଥାଉ। ତାପରେ ବିଭିନ୍ନ ପ୍ରତିଯୋଗିତା ମୂଳକ ଯୋଉ କାର୍ଯ୍ୟରେ ଶିକ୍ଷାର୍ଥୀ ଆମେ କଣ କରିଥାଉ ଚୟନ କରିଥାଉ। ଯେପରି କୋଉ ଶିକ୍ଷାର୍ଥୀ ଚିତ୍ରାଙ୍କନରେ ଭଲ, କିଏ କ୍ରୀଡ଼ାରେ, କିଏ ବକ୍ତୃତାରେ, କିଏ ମାନେ ଖେଳରେ ଇତ୍ୟାଦିରେ। ତ ସେଇ ପ୍ରକାର ମାନେ ଆମେ ଶିକ୍ଷାର୍ଥୀକୁ ଚୟନ କରିଥାଉ। ତ ଏହା କାହା ଦ୍ଵାରା ସମ୍ଭବ ହୋଇଥାଏ ନିରନ୍ତର ସାମଗ୍ରିକ ମୂଲ୍ୟାୟନ ଦ୍ଵାରା। ତାପରେ ଜୀବନ କୌଶଳର ବିକାଶ ପାଇଁ ମାନେ ଡେଭଲପମେଣ୍ଟ ଅଫ ଲାଇଫ ସ୍କିଲ ମାନେ ପିଲା ଭିତରେ ନିଷ୍ପତ୍ତି ନେବା ଶକ୍ତି, ନେତୃତ୍ୱ ନେବା ଗୁଣ ଓ ସାମାଜିକ ସମ୍ପର୍କ ଭଳି ଜୀବନ କୌଶଳ ଗଢିବା ପାଇଁ ଏହା ଜରୁରୀ। ତାପରେ ସାମଗ୍ରିକ ବିକାଶର ପ୍ରମାଣ ପାଇଁ ଏଭିଡେନ୍ସ ଓ ହୋଲିଷ୍ଟିକ ୱେ ପିଲାଟିର ମାନସିକ, ଶାରୀରିକ ଏବଂ ଆବେଗିକ ସ୍ଥିତିର ସମ୍ପୂର୍ଣ୍ଣ ଚିତ୍ର ଜାଣିବା ପାଇଁ ଶିକ୍ଷକ ଅଭିଭାବକ ମାନଙ୍କୁ ସାହାଯ୍ୟ କରିଥାଏ। ତ ଏହା ଥିଲା ନିରନ୍ତର ସାମଗ୍ରିକ ମୂଲ୍ୟାୟନର କେତୋଟି ତଥ୍ୟ ଯୋଉଟା ଆମେ ଜାଣିଲା। ତ ଯଦି ଭିଡିଓଟି ଭଲ ଲାଗିଲା ସମସ୍ତଙ୍କୁ ଅନୁରୋଧ କରୁଛି ଆଉ ଥରେ ଲାଇକ୍, ସବସ୍କ୍ରାଇବ ଆଉ ସେୟାର କରନ୍ତୁ। ଆଉ କିଛି ବି ଯଦି କ୍ୱେଶ୍ଚନ ରହିଲା କି କମେଣ୍ଟ କରିବାର ଅଛି ଯାହା କମେଣ୍ଟ ବକ୍ସରେ ନିଜର ମତାମତଟା ଜଣେଇଦେବେ। ସମସ୍ତଙ୍କୁ ଧନ୍ୟବାଦ।